ବର୍ଷର ଶେଷ ସପ୍ତାହରେ ବର୍ଷା ସମ୍ଭାବନା। ପଶ୍ଚିମ ବାୟୁ ପ୍ରଭାବରେ ରାଜ୍ୟରେ ବହୁ ଜିଲ୍ଲା ସପ୍ତାହାନ୍ତରେ ବର୍ଷା ନେଇ ଆକଳନ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। ବିଶେଷ କରି ଉତ୍ତର ପଶ୍ଚିମାଞ୍ଚଳର ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ବର୍ଷା ସମ୍ଭାବନା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ଏକ୍ସ ଆକାଉଣ୍ଟରେ। ସୂଚନା ମୁତାବକ ରାଜ୍ୟରେ 28 ଓ 29 ତାରିଖରେ ବର୍ଷା ହେବାର ବହୁ ସମ୍ଭାବନା ରହିଛି। ଗତ ସପ୍ତାହାନ୍ତରେ ହୋଇଥିବା ଅଦିନିଆ ବର୍ଷା ରାଜ୍ୟରେ ଅଧିକାଂଶ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଠିକ୍ ଅମଳ ସମୟରେ ବର୍ଷା ପାଇଁ ଧାନ ସବୁ ପାଣିରେ ବୁଡି ଯାଇଛି। ଅନେକଙ୍କ ଧାନ ଗଜା ହେବା ଆରମ୍ଭ କଲାଣି। ଏପରି ସମୟରେ ରାଜ୍ୟରେ ଜଣେ ଚାଷୀ ମଧ୍ୟ ଋଣ ଭାରରେ ଚାପି ହୋଇ ଜୀବନ ଦେଇ ସାରିଲେଣି ବୋଲି ଅଭିଯୋଗ ହୋଇଛି। ଏହି ସମୟରେ ପୁଣି ଏକ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏହା ଚାଷୀଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି। ପୂର୍ବ ବର୍ଷାରେ ବିଲରେ ପଡ଼ିଥିବା ଧାନ ଗଛକୁ କାଟି ଖଳାକୁ ଆଣିବା କାମ ସରିନି। ଏହାକୁ ଦେଖି କର୍ତ୍ତୃପକ୍ଷ ଚାଷୀଙ୍କୁ ପୁରୁଣା ଚାଷ ଶୈଳୀରେ ଶସ୍ୟ ସଂଗ୍ରହଣ କରିବା ସହ ଆଧୁନିକ ପଦ୍ଧତି ଆପଣେଇବାକୁ ପରାମର୍ଶ ଦେଇଛନ୍ତି। ସେପଟେ ଚାଷୀଙ୍କ ଏହି କ୍ଷତିକୁ ଦେଖି ରାଜ୍ୟ ସରକାର ଚାଷୀଙ୍କୁ ଅତ୍ୟାବଶ୍ୟକ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ଖାଲି ସେତିକି ନୁହେଁ, ଫସଲ ବୀମାରେ ଚାଷୀଙ୍କ କ୍ଷତି ଭରଣା କରିବାକୁ ମଧ୍ୟ ବୀମା କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ବ୍ୟୁରୋ ରିପୋର୍ଟ, 10 ଭୁଜା ଟିଭି।